ଏଇ ବେଳା 10:30 ବେଳୁ ହଜିଛି ତ ଖୋଜାଖୋଜି କରିଛୁ ଝିଅକୁ ପାଉନୁ ଝିଅ ଯାଇଥିଲା କୀର୍ତ୍ତନ ପାଖକୁ ଝିଅ କୀର୍ତ୍ତନ ପାଖକୁ ଯାଇଥିଲା ସେଠି ସମସ୍ତେ ଖେଳୁଥିଲେ ସିଏ ବି ଖେଳୁଥିଲା ତା ଭିତରେ ଝିଅ ତାର କୁଆଡେ ଗଲା କିଏ ନେଲା ତାପରେ ଆମେ ସେଠି ପାଉନୁ ଏଇ ବେଳଟା ସନ୍ଧ୍ୟାରେ ଖୋଜାଖୋଜି କରିଲୁ ଯାଇକି ଆଉ ନା କାଲିଠାରୁ ତାର କିଛି ବି ମିଳୁନି ଝିଅ କହିଯାଇଥିଲା ଭଜା ଭାଜି ମମି ମୁଁ ଆସି ଖାଇବି ଯାଇଛି ସେତେବେଳେ ଯାଇଛି ତାପରେ ବୋଉ ପଠେଇଲି ଯାଇକି ଡାକି ଆଣେ ବୋଲି ସେ କହିଲା ନା ମୁଁ ବାଜା ତୁ ଯା ମୁଁ ପରେ ଯିବି ଖାଇବା ପାଇଁ ପଛରେ ପଠେଇଲା ବେଳକୁ ଆଉ ଥର ବେଳକୁ ସବୁ ଜାଗାରେ ଘର ଗୋଟେ ବେପାର ବି କାଲି ଘରକୁ ଆସିନାହାନ୍ତି ଗାଁକୁ ନେଲା କିଏ ଝିଅ ମାନେ ଏମିତି ଖୋଜାଖୋଜି କଲୁ ଗୋଟେ ବେପାର ଫେପାରି ଆସିନାହାନ୍ତି କେମିତି କଣ ଝିଅ ସେଠି ସେଇ ଜାଗାରେ ଗାୟବ ହେଲା କେମିତି କଣ ପୋଲିସ କହିଲେ ଏମିତିଆ ଜାଗାରେ ତ ମାନେ ଇଏ ହବା ନୁହଁ ଅସମ୍ଭବ କଥା କୀର୍ତ୍ତନ ହଉଛି କୀର୍ତ୍ତନ ପାଖରେ ବି ଏତେ ଲୋକ ଅଛନ୍ତି ସେଠି କଣ କିଏ ଯାଇକିରି ନେଇ ଆସିପାରିବ ଛୁଆକୁ ମୋର ସନ୍ଦେହ ମାନେ ଆମର ଯୋଉ ଶତ୍ରୁ ଲୋକ ସେଇ ହିଁ କାମ କରିଛି ହେଲା କିନ୍ତୁ ବାହାର ଲୋକ କେହି ମାରିଦଉ କୋଉଠି ରଖୁ ଯାହା କରୁ ମାନେ କଣ ଗୋଟେ କରିଛି ଆଉ ହବା କଥା 5 ମାସ ଆଜି ହେଇଗଲା ମାନେ କାର୍ତ୍ତିକ ପୂର୍ଣ୍ଣିମା ଡଙ୍ଗା ଭସଉଥିଲେ ତାଙ୍କ ଡଙ୍ଗା ଭାସିଲା ନା ଯଦି ନ ଭାସିଲା ସେ ତାକୁ ଆଣି ଉପରେ ରଖିଲେ ସେ ତା ନାତି ବସି ରହିଲା ସେଠି ସେ ବେଣୁଦାସ ନାତି ଆଚ୍ଛା ତାପରେ କେତେବେଳେ ଖରାବେଳେ ଯାଇ ସେ ଡଙ୍ଗାକୁ ଟାଣିବା ହିସାବରେ ଯାଇଛି ସେ ଗୋଡ ଖସି ଯାଇଛି ଗୋଟେ ଚାପଲ ପାଣିରେ ଗୋଟେ ଚାପଲ ଉପରେ ବୁଡି ଯାଇଛି ସେଇ ତା ନାତି ତାର ଟାର୍ଗେଟ ଯେ ତୁଅରି ନାତୁଣୀ ତାକୁ ବୁଡେଇନି ନା ତେଲ ଦେଇଛି ଆଉ ମୁଁ ତାକୁ ତା ଜୀବନ ନେବି 6 ମାସ ଭିତରେ ତା ଜୀବନ ନେବି ଏବେ 3 ଦିନରେ କହିଛି ତା ଲାଶ ସନ୍ଦେହ ସେଇ ଆଉ ସନ୍ଦେହ କଣ ନିଖୋଜ ମାନେ କାଲିଠୁ ହଁ ସିଏ ତ ଏ କଥା କହୁଥିଲେ ତମ ସନ୍ଦେହ କାହାକୁ କହୁଛି ମୁଁ କଥା ସିଏ କାଲି ରାତିରେ ଖୋଜାଖୋଜି କଲେ ମିଳିଲା ନା ସେ ତ ପାଣିରେ ଅଛି ଆଉ ସେ ଘର କୋଉଠି ମିଳିବ କାଲି 10:30 ବେଳୁ 10:45 ସେ ଯିଏ ନିଖୋଜ ଥିଲା ନିଖୋଜ ପରେ ତାଙ୍କ ପରିବାର ଲୋକ ପୋଲିସ ଆଉ ଫାୟାର ଟିମ୍ ସମସ୍ତେ ବହୁତ ଆପ୍ରାଣ ଉଦ୍ୟମ କରିଥିଲେ ଖୋଜାଖୋଜି କରିଥିଲେ ରାତି ସାରା ମଧ୍ୟ ଖୋଜାଖୋଜି କରିଥିଲେ ଆଜି ହଠାତ୍ ତାଙ୍କର ଡେଡ୍ ବଡି କେନାଲରୁ ଜଷ୍ଟ ଏବେ ମିଳିଲା ଆଉ ଇନକ୍ୱେଷ୍ଟ ହବ ଇନକ୍ୱେଷ୍ଟ ପରେ ପୋଷ୍ଟମର୍ଟମ ପରେ ଆକ୍ଚୁଆଲି କଜ୍ ଅଫ୍ ଡେଥ୍ ଜଣାପଡ଼ିବ ଏଫଆଇଆର କରି ତାଙ୍କ ଝିଅର ମିସିଂ ବିଷୟରେ ଏଫଆଇଆର କରିଛି ଝିଅଟା ହଜିଯାଇଛି ନା କିଛି ନାହିଁ ସେମିତି କିଛି ନାହିଁ ଇନକ୍ୱେଷ୍ଟ ହେଲା ପରେ ତାପରେ ପୋଷ୍ଟମର୍ଟମ ହବ ଜଣାପଡ଼ିବ